ଗରୁଡ଼ ପୁରାଣ ଭାଗ 18। ଦେବର୍ଷି ନାରଦଙ୍କ ସହ ସାକ୍ଷାତ କରି ଭଗବାନ ଶ୍ରୀବିଷ୍ଣୁ ବୈକୁଣ୍ଠ ସିଂହାସନ ଉପରେ ବସିଥାନ୍ତି। ଏହି ସମୟରେ ପକ୍ଷୀରାଜ ଗରୁଡ଼ ସେଠାରେ ପ୍ରବେଶ କଲେ। ଦୁଇ ହାତ ଯୋଡ଼ି ପ୍ରଣିପାତ କରି କହିଲେ, ହେ କମଳାର ପତି, ଆପଣ ଅଷ୍ଟଧେନୁ ଦାନ ପ୍ରସଙ୍ଗରେ ମୋତେ ଧେନୁଦାନ କଲେ କି ସୁଫଳ ମିଳେ ତାହା କହିଲେ। ଏଥର ଅନ୍ୟ ଦାନ ଯଦି କିଛି ଅଛି ସେ ବିଷୟରେ ବିସ୍ତାର କରି କୁହନ୍ତୁ। ଆପଣଙ୍କ ମୁଖରୁ ଏହା ଶୁଣିଲେ ମୁଁ ନିସ୍ତାରି ଯିବି। ଭଗବାନ ବିଷ୍ଣୁ ଅଳ୍ପ ହସି ଧୀର ମଧୁର ବଚନରେ ଗରୁଡ଼କୁ କହୁଛନ୍ତି, ହେ ଗରୁଡ଼, ଯେଉଁ ଜନ କିଶୋର ବୟସରେ ଅନେକ ଦୁଷ୍କର୍ମ କାମ କରିଥାଏ, ଯୌବନ ହେତୁ ବହୁ ପାପ କରିଥାଏ, ଅର୍ଥାତ୍ କନ୍ଦର୍ପ ବାଣରେ ଆସକ୍ତ ହୋଇ ନାନା ପ୍ରକାର ଯୌନ କ୍ରିୟାରେ ଲିପ୍ତ ରୁହେ, ଭଲ ମନ୍ଦ ଜାଣି ନ ପାରି ନିଜ ଆତ୍ମୀୟ ସହିତ ଯୌନ କାର୍ଯ୍ୟ କରେ, ପୁନଶ୍ଚ ବାର୍ଦ୍ଧକ୍ୟ ଅବସ୍ଥାରେ ପୁତ୍ରକନ୍ୟାକୁ ଦେଖି ଗର୍ବ କରେ, ଏହି ପାପକୁ ତ୍ରିତାପ ବୋଲି କୁହାଯାଏ। ଏହି ପାପରୁ ମୁକ୍ତି ହେବା ପାଇଁ ବୈତରଣୀ ଦାନ ନିହାତି ଆବଶ୍ୟକ। କପିଳା ଧେନୁ ସହିତ ବାଛୁରୀକୁ ଉତ୍ତମ ବ୍ରାହ୍ମଣକୁ ଦାନ ଦେବା ସହିତ ଦକ୍ଷିଣା ଦେଲେ ପାପୀ ମୋକ୍ଷ ଲାଭ କରେ। ମୂର୍ଖ ଦ୍ୱିଜକୁ ଗାଈ ବାଛୁରୀ ଦାନ ଦେଲେ ଏହା ନିଷ୍ଫଳ ହୁଏ। ଯଦି ମୂର୍ଖ ବ୍ରାହ୍ମଣ ଏହି ଗାଈ ବାଛୁରୀ ଦାନ ଲୋଭବଶରେ ଗ୍ରହଣ କରେ ତେବେ ସେ ମଧ୍ୟ ପାପରେ ପଡ଼େ। ହେ ଗରୁଡ଼, ସୁସ୍ଥ ଶରୀରରେ ଶ୍ରଦ୍ଧାରେ ଦାନ ଦେଲେ ସବୁଠାରୁ ଉତ୍ତମ। ଏଠାରେ ନିଶ୍ଚିତ ପାପ ଖଣ୍ଡନ ହେବ। ପ୍ରାଣ ପ୍ରୟାଣ ସମୟରେ ଯେଉଁମାନେ ଦାନ ଦିଅନ୍ତି ତାଙ୍କର ଦାନ ବହୁ ଗୁଣରେ ବଢ଼ି ଚାଲେ। ହେ ଗରୁଡ଼, ଅପାତ୍ରରେ କେବେ ଦାନ ଦେବ ନାହିଁ। ଯଦି ଅପାତ୍ରରେ ଦାନ ଦେବ ତାହେଲେ ଯେତେ ପୁଣ୍ୟ କରିଥିବ ତାହା ସବୁ ନାଶ ହୋଇଯିବ। ଅପାତ୍ରେ ନ ଦେବ ଦାନ ବିଫଳ ହୋଇବ। ଯେତେ ପୁଣ୍ୟ କରିଥିବ ସର୍ବନାଶ ଯିବ। ଯେଉଁ ବ୍ରାହ୍ମଣମାନେ ପୌରାଣିକ ବେଦାନ୍ତିକ ସେହିମାନଙ୍କୁ ଦାନ ଦେଲେ ଦାନର ମୂଲ୍ୟ ରୁହେ। ଏହି ବ୍ରାହ୍ମଣମାନଙ୍କୁ ଦାନ ଦେଇ ତାଙ୍କଠାରୁ ଉପକାର ଆଶା ହୃଦୟରେ ରଖିବ ନାହିଁ କି ତାଙ୍କଠାରୁ ପ୍ରତିଦାନ ଗ୍ରହଣ କରିବ ନାହିଁ। ଏ ପ୍ରକାର ଦାନକୁ ସ୍ୱାର୍ଥିକ ଦାନ କୁହାଯାଏ। ଏହା ଦ୍ୱାରା ଜୀବ ମୁକ୍ତି ପାଏ। ହେ ଗରୁଡ଼, ଯେଉଁ ବ୍ରାହ୍ମଣ ପର ଅନ୍ନରେ ଚଳେ, ପର ଘରେ ବାସ କରେ, ବେଦ ଶାସ୍ତ୍ର କିଛି ପଢ଼ି ନଥାଏ, ପାପ ପୁଣ୍ୟକୁ ତାହାର ଭୟ ନଥାଏ, ଗାୟତ୍ରୀ ଜପ ନାହିଁ କି ସନ୍ଧ୍ୟା କରେ ନାହିଁ, ଏହିପରି ବ୍ରାହ୍ମଣକୁ ଦାନ ଦେଲେ ସେ ଦାନର ମୂଲ୍ୟ କିଛି ନଥାଏ। ଏହିପରି ବ୍ରାହ୍ମଣମାନେ ଯଦି ଲୋଭରେ ଧେନୁଦାନ ଗ୍ରହଣ କରନ୍ତି ସେମାନେ ନର୍କରେ ପଡ଼ନ୍ତି। ପ୍ରେତପୁରେ ଯମରାଜା ଏହିପରି ବ୍ରାହ୍ମଣଙ୍କୁ ବହୁ ଦଣ୍ଡ ଦେବା ସହିତ ଦାନ ଦେବା ଲୋକ ନର୍କରେ ପଡ଼େ। ଦାନ ଦେଇ ମଧ୍ୟ ମୋକ୍ଷ ହୁଏ ନାହିଁ। ଆଉ ଏକ ଦାନ ବିଷୟରେ କହୁଛି ଗରୁଡ଼, ଏହାକୁ ଶୁଣ। ଦ୍ୱିଜଙ୍କୁ ଡକାଇ ନିଜ ଘରେ ଏକ ହୋମ ଆୟୋଜନ କରିବ। ସେହି ହୋମରେ ଘିଅ, ଯବ, ରାଶି, ଅଗୁରୁ, ଗୁଗୁଳ ମିଶାଇ ବିଧି ଅନୁସାରେ ହୋମ କରିବ। ପଞ୍ଚାମୃତରେ ଅଗ୍ନିଶାନ୍ତି କଲା ପରେ ପାପୀର ପାପ ବିନାଶ ହୁଏ। ଯଦି ବ୍ରାହ୍ମଣ ଅଗ୍ନିଶାନ୍ତି ନ କରିଥିବ ତେବେ ମହାପାପ ଜୀବ କଲା ବୋଲି ଜାଣିବ। ଯମରାଜା ପାପୀଙ୍କୁ ବାନ୍ଧି ବହୁତ କଷ୍ଟ ଦେବାଟା ନିଶ୍ଚିତ। ଭଗବାନ ବିଷ୍ଣୁ କହିଲେ, ଦାନ ଦେଇ କେବେ ଗର୍ବ କରିବ ନାହିଁ କି ମୁଁ ଏତେ ଦାନ ଦେଲି, ମୋ ଠାରୁ ଅଧିକ ଦାନ କେହି ଦେଇପାରିବ ନାହିଁ, ଏହିପରି କୌଣସିଠାରେ ପ୍ରକାଶ କରିବ ନାହିଁ କି ହୃଦୟରେ ଭାବିବ ନାହିଁ। ଋଣ କରି ଦାନ ଦେଲେ ତାହା ନର୍କ ସହିତ ସମାନ। ପୁରାଣରେ ଅଛି, ଯେଉଁମାନେ ମିଳିମିଶି ଅର୍ଥାତ୍ 5 କି 7 ଜଣ ଏକାଠି ହୋଇ ଦାନ ଦିଅନ୍ତି ତେବେ ସେମାନଙ୍କର ନର୍କ ଗତି ହୁଏ। ଦାନ ଦେଇଥିବା ଜୀବ ମୋକ୍ଷ ପାଇନଥାଏ। ଯଦି କେହି ଏଠାରେ ମିଶି ଦାନ ଦେଇଥାନ୍ତି ତାହେଲେ ଏଥିରୁ ମୁକ୍ତି ପାଇବା ପାଇଁ ଜୀବର ପୁତ୍ର କୃଷ୍ଣଧେନୁକୁ ଅଳଙ୍କାର ପିନ୍ଧାଇ ବ୍ରାହ୍ମଣକୁ ଦାନ ଦେବା ସହିତ ଦକ୍ଷିଣା ପ୍ରଦାନ କଲେ ଜୀବ ମୋକ୍ଷ ହୁଏ। ହେ ଗରୁଡ଼, କୃଷ୍ଣଧେନୁ ଦାନ ବିଷୟରେ ଶୁଣ। ଯେଉଁ ଜନ ପିତାମାତା, ଶାଶୁ ଶ୍ୱଶୁର, ଦେଢ଼ଶୁର, ଜାମାତାଙ୍କୁ ହୀନ ବଚନ କହିଥାନ୍ତି ସେହିମାନେ ଘୋର ପାପ କରିଥାନ୍ତି। ଏହି ପାପ ସାଂଘାତିକ ଅଟେ। ଏହି ପାପରୁ ଜୀବ ଉଦ୍ଧାର ପାଇବା ପାଇଁ କୃଷ୍ଣବର୍ଣ୍ଣ ଗାଈକୁ ଆଣି ଘରେ
ପୂର୍ବ ଦିନରୁ ଯତ୍ନ ସହକାରେ ରଖିବ। ଦାନ ଦେବା ଦିନ ସେହି ଗାଈକୁ ଗାଧେଇ ଦେଇ କୁଷ୍ଠବର୍ଣ୍ଣ ବସ୍ତ୍ର ପିନ୍ଧାଇ ଦେବ। ଗାଈର କାନରେ ସ୍ୱର୍ଣ୍ଣ ଅଳଙ୍କାର, କଣ୍ଠରେ ଘାଘୁଡ଼ି ପିନ୍ଧାଇ ଦୁବଘାସ ଖୁଆଇବାକୁ ଦେବ। କଳା ମୁରୁଜରେ ଯମ ଚିତ୍ର ଅଙ୍କନ କରି ସୁନାର ଯମ ମୂର୍ତ୍ତିକୁ ତମ୍ବା ପାତ୍ରରେ ରଖିବ। ଗୋଟିଏ ଆଖୁ ଗଛ ସଂଗ୍ରହ କରି ତା ଦେହରେ ପାଟ ସୂତା ବାନ୍ଧିଦେବ। ଆଖୁ ଗଛ ପାଖରେ ଗୋଟିଏ ଗାତ କରି ସେହି ଗାତରେ ସୁବାସିତ ଜଳ ପୁରାଇ ସେହି ସ୍ଥାନରେ ବ୍ରାହ୍ମଣ ତଣ୍ଡୁଳ ଓ ଶ୍ରୁବକୁ ଧରି କୁଶ ଓ ଜଳରେ ସଂକଳ୍ପ କରିବ। ବିଧି ବିଧାନରେ ଗାଈକୁ ପୂଜା କରି ପୂର୍ବମୁଖ ହୋଇ ବିଜ୍ଞ ବ୍ରାହ୍ମଣ ହସ୍ତରେ ଗାଈକୁ ଅର୍ପଣ କରିବ। ଧେନୁ ସହିତରେ ଦ୍ରବ୍ୟ ଦାନ କଲେ ଅତ୍ୟନ୍ତ ଭଲ। ବ୍ରାହ୍ମଣକୁ ଶିବ ବୋଲି ଭାବି ନମସ୍କାର କରିବ। ତେବେ ଯାଇ ଏହି ପାତକରୁ ପାପୀ ମୁକ୍ତି ପାଇବ। ତୁମେ ହରିହର ଦୟା ସାଗର ଗୋସାଇଁ, ମୋର ପାପ ନାଶୀ ଦିବ୍ୟ ଗତି ଦେବ ସେହି। ପାପୀ ଏହିପରି କହି ବ୍ରାହ୍ମଣଙ୍କୁ ପ୍ରାର୍ଥନା କରିବ। ସହିତ ଧେନୁଙ୍କୁ ମଧ୍ୟ ପ୍ରାର୍ଥନା କଲେ ଯାଇ ପାପୀ ମୋକ୍ଷ ହୁଏ। ବିଷ୍ଣୁ ଭଗବାନ କହୁଛନ୍ତି ଗରୁଡ଼କୁ, ହେ ଗରୁଡ଼, ଅକାଳରେ ଦେଲେ ତାହାର ଫଳ କିଛି ନଥାଏ। କେଉଁ ସମୟରେ ଓ କେଉଁଠାରେ ଦାନ ଦେଲେ ସୁଫଳ ମିଳେ ତାହା ଶୁଣ। ତୀର୍ଥ ସ୍ଥାନରେ, ବରଗଛ ମୂଳରେ, ଦେବତାଙ୍କ ମନ୍ଦିରରେ, ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣିମା ଦିନରେ ଦାନ ଦେଲେ ସୁଫଳ ମିଳେ। ଆଉ ଗୋଟିଏ ଦିନ ଅଛି, ସେଦିନ ଦାନ କଲେ ପ୍ରାଣୀ ବୈକୁଣ୍ଠ ପ୍ରାପ୍ତି ହୁଏ। ସେହି ଦିନଟି ସବୁ ଜୀବଙ୍କ ପକ୍ଷରେ ଆସେନା। ତାହା ହେଲା ଯେତେବେଳେ ପ୍ରାଣୀର ମନ ଶୁଦ୍ଧ ଥାଏ, ମନରେ ବୈରାଗ୍ୟ ଜନ୍ମ ହୁଏ। ସେତେବେଳେ ପ୍ରାଣୀ ଦାନ ଦେଲେ ଅବଶ୍ୟ ମୁକ୍ତି ହୁଏ। ଯେଉଁମାନେ ଅଳ୍ପ ଦାନ ଦେଇ ବହୁତ ଦାନ ଦେଲି ବୋଲି କୁହନ୍ତି, ସେହିମାନେ ନରକ ଭୋଗ କରିବା ସହିତ ପଙ୍ଗୁ ହୋଇ ଜନ୍ମ ନିଅନ୍ତି। ବିଷ୍ଣୁ ଭଗବାନ କହିଲେ, ସଂସାର ମଧ୍ୟରେ ମନୁଷ୍ୟ ଜୀବନସାର। ଦାନ ଧର୍ମ ଆମ୍ଭମାନଙ୍କର ମୋକ୍ଷର ଏକମାତ୍ର ଦ୍ୱାର। ଯେଉଁମାନେ ଦାନ ଧର୍ମ କରିବେ ସେମାନଙ୍କୁ ଯମଦଣ୍ଡ ଲାଗିବ ନାହିଁ। ସେହି ଜନ ମୋକ୍ଷ ଗତି ଲଭିବେ, ଏହା ସତ୍ୟ। ପୁତ୍ର, ସ୍ତ୍ରୀ, ଗୃହ, ଧନ ସମ୍ପତ୍ତି ଏସବୁ ମାୟା। ଆତ୍ମାର ଆତ୍ମା ହିଁ ବନ୍ଧୁ। ହେ ଗରୁଡ଼, ଜୀବନ ଯିବାବେଳେ କେବଳ ଆତ୍ମାକୁ ଚିନ୍ତା କରିବ। ଜୀବନ ଥାଉ ଥାଉ ଯେଉଁ ଜନ ଦାନ ଦେଇଥାଏ, ସେହି ଜନ ମୁକ୍ତି ପାଇଥାଏ। ଜୀବନ ଥିବା ସମୟରେ ପୁରାଣ ପାଠ କର, ଭଗବାନଙ୍କର ନାମ ଜପ କର। ଏସବୁ ହିଁ ମୁକ୍ତିର ଏକମାତ୍ର ବାଟ। ଜୀବ ଯେତେବେଳେ ଯିବ, ସେତେବେଳେ କିଛି ଲୋକ ଅଳ୍ପ ସମୟ ପାଇଁ କାନ୍ଦିବେ। ଏସବୁ କାନ୍ଦ ମିଛ ଗରୁଡ଼। କିଏ କହୁଥିବ ମଲା, ଭଲ ହୋଇଛି। କେତେ ଦୁଃଖ ପାଉଥିଲା, ମରିଗଲା, ତରିଗଲା। ଏହିପରି ବି ଲୋକମାନେ କହିବେ। ଜୀବକୁ ଯମର ଦୂତମାନେ ଯେପରି ବାନ୍ଧନ୍ତି, ସେହିପରି ବନ୍ଧୁବାନ୍ଧବମାନେ ଜୀବକୁ ବାନ୍ଧି ନେଇ କାଠ ଜୁଇରେ ଶୁଆଇ ଦେବେ। ଜୀବ ମୁହଁରେ ନିଆଁ ଦେଇ ପଳାଇ ଆସିବେ। ଆଉ କିଏ ଗାତ ଖୋଳି ଜୀବକୁ ପୋତି ମଧ୍ୟ ଦିଅନ୍ତି। ସେହି ପୋତା ଜୀବଙ୍କୁ ଶ୍ୱାନ ଶୃଗାଳ ଖାଇଥାନ୍ତି। ବନ୍ଧୁ ବାନ୍ଧବ ଆତ୍ମୀୟ 10 ଦିନ ପର୍ଯ୍ୟନ୍ତ ଲୋକ ଦେଖାଣିଆ କାନ୍ଦ କାନ୍ଦନ୍ତି। ଜୀବ କେତେ ପାପ କରି ଧନ ଅର୍ଜନ କରିଥାଏ, ମଲା ବେଳକୁ ସେହି ଧନ ସବୁ ଛାଡ଼ି ସେ ଏକା ଯାଏ। ପତ୍ନୀ ପୁତ୍ର ସେହି ଧନକୁ ଉପଭୋଗ କରନ୍ତି। ଯଦି ଜୀବର ପୂର୍ବ କର୍ମ ଭଲ ଥାଏ, ତେବେ ସେ ମୁକ୍ତି ପାଏ, ନଚେତ ନରକ ଭୋଗ କରେ। ସଂସାର ଅଟଇ ମାୟା ନୁହେଁ ତିଳେ ସତ୍ୟ। ଗୃହ ଧନ ଦ୍ୱାରା ସୁତ ସର୍ବେ ଅନିଶ୍ଚିତ। ଭଗବାନ ବିଷ୍ଣୁ ଗରୁଡ଼କୁ କହୁଛନ୍ତି, ହେ ଗରୁଡ଼, ସନ୍ଧ୍ୟା ସମୟରେ ବହୁତ ଆଡ଼ୁ ଭିନ୍ନ ଭିନ୍ନ ପକ୍ଷୀମାନେ ଆସି ବୃକ୍ଷ ଉପରେ ବସିଥାନ୍ତି। ଯେମିତି ସୂର୍ଯ୍ୟ ଉଦୟ ହୁଅନ୍ତି, ନିଜ ଇଚ୍ଛା ଅନୁସାରେ ସେମାନେ ଉଡ଼ିଯାଆନ୍ତି। ସେହିପରି ଏ ସଂସାର ହେଉଛି ଗୋଟିଏ ବୃକ୍ଷ। ଏଠାରେ କେହି କାହାର ନୁହନ୍ତି। କିଏ କାହାର ପୁତ୍ର, କିଏ କାହାର ଜନକ, କିଏ ପତି, କିଏ ଏଠାରେ ପତ୍ନୀ। ସମସ୍ତେ ଏଠି ଅବିବେକ। ଯେଉଁ ଶରୀର ଧରି ଜୀବ ଆଶା କରେ, ସେ ଶରୀର ତାହାର ନୁହେଁ। ଆଉ ଅନ୍ୟକୁ ସେ ବା କ'ଣ ପଚାରିବ? ଏଣୁ ହେ ଗରୁଡ଼, ସର୍ବଦା ମନେ ରଖିଥିବ, ସଂସାର କର୍ତ୍ତା ଏକା ସେହି ଭଗବାନ। ସବୁ ତାଙ୍କର ମାୟା। ସ୍ଥାବର ଅସ୍ଥାବର, ଚଳ ଅଚଳ ପ୍ରାଣୀଙ୍କ ଜନ୍ମଦାତା କେବଳ ସେହି ଭଗବାନ।
ଯାହାଙ୍କର ନାମ ଧରିଲେ ପାତକ ନାଶ ହୋଇଯାଏ ଓ ଶେଷରେ ଜୀବ ବୈକୁଣ୍ଠ ପ୍ରାପ୍ତ ହୁଏ। ଜୀବ ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳ ପାଏ। ଯାହାଙ୍କର ନାମ ସ୍ମରଣ କଲେ ମଙ୍ଗଳ ହେବା ତାଙ୍କ ଫଳ ପତ୍ର ପୁଷ୍ପ ଦେଇ ପୂଜା କର। ଗରୁଡ଼ ଭଗବାନଙ୍କୁ ପ୍ରୀତି କରିବା ପାଇଁ ଧେନୁଦାନ ଯିଏ କରିବ ସେହି ପୁଣ୍ୟ କରିବ। ଯେଉଁ ଜନ ପ୍ରାଣ ଗଲାବେଳେ ହରିଙ୍କୁ ସ୍ମରଣ କରି ସ୍ୱର୍ଣ୍ଣ ଧେନୁ ଦାନ କରିଥାଏ ଅଥବା ପିତାର ଆତୁର ସମୟରେ ପୁତ୍ର ଦାନ ଦେଇ ବିଷ୍ଣୁ ଭଗବାନଙ୍କୁ ପୂଜା କରିଥାଏ ଓ ପୁତ୍ର ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଲୟ ରଖି କହିଥାଏ ମୋର ପିତାକୁ ସୁଗତି ଦିଅ ଭାବଗ୍ରାହୀ ସେହି ଜୀବ ଅବଶ୍ୟ ମୁକ୍ତି ପାଇଥାଏ। ସେହି ଜୀବ ପୁତ୍ର ଦ୍ୱାରା ମୁକ୍ତି ପାଇ ଦେବତାଙ୍କର ସଭାମଣ୍ଡନ କରେ। ଦେବତାମାନେ ତାକୁ ସମ୍ମାନ ଦିଅନ୍ତି। ବହୁକାଳ ପର୍ଯ୍ୟନ୍ତ ପାପୀ ସ୍ୱର୍ଗ ସୁଖ ଲାଭ କରେ। ଦେବୀମାନେ ତା ଉପରେ ଚାମର ଢାଳନ୍ତି। ସ୍ୱର୍ଗ ଉପଭୋଗରେ ସେହି ଜୀବ ମର୍ତ୍ତ୍ୟରେ ଜନ୍ମ ହୁଏ। ଉଚ୍ଚ ବଂଶରେ ଜନ୍ମ ହୋଇ ବହୁତ ସୁଖ ଭୋଗ କରେ। ଏହିପରି ଦାନ ଫଳ ପ୍ରତ୍ୟକ୍ଷ ଅଟଇ ପିଣ୍ଡଦାନ ଧେନୁଦାନ ସ୍ୱର୍ଣ୍ଣଦାନ କହି ବିଷ୍ଣୁ ଭଗବାନ ଗରୁଡ଼କୁ କହିଲେ ହେ ପକ୍ଷୀବର ତୁମେ ଯାହା ପଚାରିଲ ତାହା ମୁଁ ବିସ୍ତାର କରି କହିଲି। ଆଉ ଯଦି ମନରେ କିଛି ପ୍ରଶ୍ନ ଅଛି ମୋତେ ପଚାରିପାର। ଏତିକି କହି ବିଷ୍ଣୁ ଭଗବାନ ମୌନ ହୋଇଗଲେ। ଗରୁଡ଼ କମଳାର ବରଙ୍କ ପାଦ ତଳେ ଷଷ୍ଠାଙ୍ଗ ପ୍ରଣିପାତ କଲା ଓ ଶ୍ରୀହରି ଚରଣ ତଳେ ଶରଣ ପଶିଲା। ଇତି ଶ୍ରୀ ଗରୁଡ଼ ପୁରାଣେ ନମସ୍ୟାଖ୍ୟାନେ ଗରୁଡ଼ ଭଗବାନ ସମ୍ବାଦେ ଆତୁରାୟଣ ଧେନୁଦାନାଦି ଫଳ ନିରୂପେଣ ନାମ ନବମ ଅଧ୍ୟାୟ।